ଜଣେ ବେନିଫିସିଆରୀର ଆଧାର ଠିକ୍ ଅଛି କି ଭୁଲ ଅଛି ତାହା ଜଣେ ଅଙ୍ଗନୱାଡ଼ି ୱାର୍କର କିପରି ଜାଣିବ, ଆସନ୍ତୁ ଏଇ ଛୋଟ ଭିଡ଼ିଓରେ ଦେଖିବା ଡିଟେଲ୍ସ। ପ୍ରଥମେ ନିଜ ମୋବାଇଲରେ ଗୁଗଲ ଅନ୍ କରିବା, ତାପରେ ମାରିବା ମାଇ ଆଧାର .uidai.gov.in ମାରି ସର୍ଚ୍ଚ କରିବା। ତା ତଳକୁ ଯିବା, ଡାଉନଲୋଡ଼ ଆଧାର ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ବେନିଫିସିଆରୀର ଆଧାର ନମ୍ବର ଉପରେ ଏଣ୍ଟର ଆଧାର ନମ୍ବର, ବେନିଫିସିଆରୀର ଆଧାର ନମ୍ବର ଦେବା, ଆଧାର ଯେ ନମ୍ବର ଥିବ ଆଧାର ନମ୍ବର ଦେବା ଏବଂ ତଳେ ଉପରେ ଯେଉଁ କ୍ୟାପଚର କୋଡ଼ ଅଛି ସେ କ୍ୟାପଚର କୋଡ଼ ଉପରେ ତଳେ ଲେଖିବା। ଲେଖି ସେଣ୍ଡ ଓଟିପି କତିକି ଯିବେ, ସେଣ୍ଡ ଓଟିପି ମାରିବା। ସେଣ୍ଡ ଓଟିପି ମାରିଲେ ଯେଉଁ ଆଧାରରେ ତାଙ୍କର ଯେଉଁ ଆଧାର ସହିତ ଯେଉଁ ମୋବାଇଲ ନମ୍ବର ଲିଙ୍କ ଥିବ ସେଇ ମୋବାଇଲ ନମ୍ବରକୁ ତାଙ୍କର ଓଟିପି ଯିବ। ଯେତେବେଳେ ପ୍ରେଗନେଣ୍ଟ କି ଲାକ୍ଟିଂ ମଦରଙ୍କର ଏଣ୍ଟ୍ରି କରିବେ ତାଙ୍କୁ ଡାକିଦେବେ, ନଚେତ୍ ଆପଣ ତାଙ୍କୁ ଯେତେବେଳେ ଯିବେ ତାଙ୍କ ପାଖକୁ ସେତେବେଳେ କରିବେ, କାରଣ ଏଟା ଓଟିପି ଯିବ, ସେମାନେ ଦେଇପାରିବେ କି ନ ଦେଇପାରିବେ। ପାଖକୁ ଗଲେ ବେଷ୍ଟ ହେବ, ନହେଲେ ତାଙ୍କର ଘର ଲୋକଙ୍କୁ ଯେକୌଣସି ସହ ମୋବାଇଲ ନମ୍ବର ସହ ଆଧାର ଆଣିଲେ ଭଲ ହେବ। ତାପରେ ଓଟିପି ଆସିବ, ଓଟିପି ଦେବେ। ଓଟିପି 6ଟି ଲେଟର ଆସିବ, 6ଟି ଲେଟର ଆସିଲେ ଦେବେ। ତାପରେ ଭେରିଫାଏ ଏଣ୍ଡ ଡାଉନଲୋଡ଼ ଅପସନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣ ଡାଉନଲୋଡ଼ ଅପସନ୍ ଆସିଯିବ। ଦେଖନ୍ତୁ ଡାଉନଲୋଡ଼ ଅପସନ୍ ଆସିଗଲା। ତାପରେ କଣ୍ଟିନ୍ୟୁ କଲେ PDF ଆସିଲା। PDF ଖୋଲିବ କେମିତି ଦେଖନ୍ତୁ, PDF ଆସିଗଲା। PDF କେମିତି ଏଣ୍ଟର ପାସୱାର୍ଡ଼ ମାଗୁଛି, PDFର ଏଣ୍ଟର ପାସୱାର୍ଡ଼ କ'ଣ ଦେବେ ନା ବେନିଫିସିଆରୀର ଯେଇଟା ତାଙ୍କ ନାମ ଥିବ, ଆଧାର ଯେ ନାମ ଥିବ ସେଇ ନାଁ ଦେବେ। ଫାଷ୍ଟ 4ଟି କ୍ୟାପିଟାଲ ଲେଟର ଦେବେ। ଏକ୍ଜାମ୍ପଲ୍ ରଶ୍ମିତା ଥିବ, RSM ଲେଖିବେ। ତାଙ୍କ ନାଁ ରଶ୍ମିତା ବେହେରା ଥିବ, ତାଙ୍କ ଡେଟ୍ ଅଫ୍ ବର୍ଥ 2002 ଥିବ। ଫାଷ୍ଟ କ୍ୟାପିଟାଲ 4ଟା ଲେଟର ରଶ୍ମିତା ଲେଖିବେ, RSM ଲେଖିବେ। ତାପରେ ତାଙ୍କର ଇୟର ଲେଖିବେ, ତାପରେ 2002 ମସିହା ତାଙ୍କ ଡେଟ୍ ଅଫ୍ ବାର୍ଥ 2002 ପକାଇବେ। ମାସ ଆଉ ତାରିଖ ପକାଇବେ ନାହିଁ, କେବଳ ଇୟର ଲେଖିବେ। ତାପରେ ଓକେ ମାରିବେ। ମାରିଲେ ପକାଇକି ଏବଂ ତାଙ୍କର ଆଧାର ଖୋଲିଗଲା। ଏହାପରେ ଜାଣିନେବେ ଯେ ତାଙ୍କର ଆଧାରଟି ଠିକ୍ ଅଛି ନା ଭୁଲ ଅଛି। ଆଗେ ଚେକ୍ କରିବେ, ତାଙ୍କର ନାଁ ଚେକ୍ କରିବେ, ନାଁ ଠିକ୍ ଅଛି କି ନାହିଁ। ତାପରେ ତାଙ୍କର ଇୟର ଚେକ୍ କରିବେ। ବିଶେଷ କରି ତାଙ୍କର ଇୟରକୁ ସେମାନେ ଏଡ଼ିଟିଂ କରିକି ଘିନି ଆଣୁଛନ୍ତି। ମୁଁ ଦେଖିଲିଣି ବହୁତ ବେନିଫିସିଆରୀ ସେମାନେ ଏଡ଼ିଟିଂ କରିକି ଘିନି ଆଣୁଛନ୍ତି ପଇସା ପାଇବେ, ମୋ ମତରେ ପଇସା ପାଇବା ପାଇଁ। ମୁଁ ବହୁତ ବି କେସ୍ ଧରିଲିଣି। ଦେଖିବେ ତାଙ୍କର ଆଧାର ଆଗେ ଚେକ୍ କରିବେ ଠିକ୍ ଅଛି କି ନାହିଁ, ତାପରେ ଯାଇକି ଏଣ୍ଟ୍ରି କରିବେ, ପୋଷଣ ଟାକର ଏଣ୍ଟ୍ରି କରିବେ, ସକ୍ସେସ୍ ଦେଖେଇବ। ବହୁତ କେସ୍ ଆସିଲାଣି, ମୁଁ ଦେଖୁଛି ବହୁତ କେସ୍ ଆସିଛି। ତାଙ୍କର ଯେ କହିବେ ମମତାରେ ହେଇଯାଉଛି, ପୋଷଣରେ କାହିଁକି ହେଉନାହିଁ। ଏଇ ପୋଷଣରେ ଆଗେ ଏଇଭଳି ଚେକ୍ କରିବେ। ଦେଖିବେ ଯେ ସେମାନେ କୌଣସି ନା କୌଣସି ପ୍ରକାର ମିଷ୍ଟେକ୍ କରିଥିବେ ଆଧାରରେ। ଏଡ଼ିଟିଂ କରିକି ଆଣନ୍ତୁ କି ତାଙ୍କର ମିଷ୍ଟେକ୍ କରିକି ଆଣନ୍ତୁ ପଇସା ପାଇବା ଲୋଭରେ। ଆଗେ ଚେକ୍ କରିବେ, ନେକ୍ସଟ ଆପଣ ପୋଷଣ ଟାକରେ ଏଣ୍ଟ୍ରି କରିବେ। ଦେଖନ୍ତୁ ପୁରା 100ରୁ 100 ସକ୍ସେସ୍ ହେବ। ଏହିପରି ଆମ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସେୟାର କରନ୍ତୁ।